ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ। ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣାରେ ତଦନ୍ତ କମିଟି ଗଠିତ। ଏହି ଘଟଣାରେ 18 ଜଣଙ୍କର ମୃତ୍ୟୁ। ନୂଆଦିଲ୍ଲୀରେ ଆଦି ମହୋତ୍ସବ 2025 ଆଜି ଉଦ୍ଘାଟନ କରିବେ ରାଷ୍ଟ୍ରପତି। ଭାରତ ଟେକ୍ସ 2025ରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଗୁଜରାଟର ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ଚାଲିଛି ମତଗ୍ରହଣ। ଏବଂ ଦିଲ୍ଲୀ ପୁଲିସ ଆଜି ପାଳନ କରୁଛି 78ତମ ପ୍ରତିଷ୍ଠା ଦିବସ। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଯୋଗଦେବା ପାଇଁ ଯାଉଥିବା ଶ୍ରଦ୍ଧାଳୁମାନେ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହେବା ଫଳରେ 18 ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ବହୁ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ଏକ ତଦନ୍ତ କମିଟି ଗଠନ କରାଯାଇଛି। ରେଳବାଇ ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯିବା ସହ ରେଳ ଷ୍ଟେସନର ସମସ୍ତ ଭିଡ଼ିଓ ଫୁଟେଜକୁ ସୁରକ୍ଷିତ ରଖିବାକୁ କମିଟି ନିର୍ଦ୍ଦେଶ ଦେଇଛି। ପ୍ରଧାନ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ ନରସିଂହ ଦେଓ ଏବଂ ପ୍ରଧାନ ମୁଖ୍ୟ ସୁରକ୍ଷା କମିଶନର ପଙ୍କଜ ଗଙ୍ଗୱାଲ ଏହି କମିଟିର ସଦସ୍ୟ ଅଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି, भगदड़ की दुखद घटना में 18 लोगों ने अपनी जान गंवाई और 13 लोग घायल हुए। एक उच्च स्तरीय समिति का गठन किया गया है जिसमें पंकज गंगवार, प्रिंसिपल चीफ सिक्योरिटी कमिश्नर नॉर्दर्न रेलवे, और नरसिंह दास, प्रिंसिपल चीफ कमर्शियल मैनेजर नॉर्दर्न रेलवे की अगुवाई में 2 सदस्यीय समिति का गठन किया गया है। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ପ୍ରମୁଖ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଆହତ ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ ପ୍ରାର୍ଥନା କରିଛନ୍ତି। ଉତ୍ତର ରେଳବାଇ ତରଫରୁ ମୃତ ବ୍ୟକ୍ତିମାନଙ୍କର ପରିବାରବର୍ଗଙ୍କୁ କ୍ଷତିପୂରଣ ସ୍ୱରୂପ 10 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଗୁରୁତର ଆହତ ବ୍ୟକ୍ତିମାନଙ୍କୁ 2,50,000 ଟଙ୍କା ଦେବା ପାଇଁ ରେଳବାଇ ତରଫରୁ କୁହାଯାଇଛି। ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଏହାଛଡ଼ା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତ ବ୍ୟକ୍ତିଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଆଦି ମହୋତ୍ସବ 2025ର ଉଦ୍ଘାଟନ କରିବେ। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଜନଜାତି ସମ୍ପ୍ରଦାୟର କଳା, ସଂସ୍କୃତି, ଔଦ୍ୟୋଗିକ କାର୍ଯ୍ୟକଳାପ ତଥା ବାଣିଜ୍ୟ ସମ୍ପର୍କିତ ବିଭିନ୍ନ କଳାକୃତି ସ୍ଥାନ ପାଇବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେ କହିଛନ୍ତି, ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଜନଜାତି କାରିଗର ତଥା ଉଦ୍ୟୋଗୀଙ୍କର ବିଭିନ୍ନ କଳାକୃତି ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଏହି ମହୋତ୍ସବ ଆୟୋଜନ କରାଯାଇଛି। ଏଥିରେ 600ରୁ ଉର୍ଦ୍ଧ୍ୱ ଜନଜାତି ଉଦ୍ୟୋଗୀ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ଉଇକେ କହିଛନ୍ତି। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବ। 9 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଆସନ୍ତା 24 ତାରିଖ ଦିନ ଉଦ୍ଯାପିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭାରତ ଟେକ୍ସ 2025ରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଜନସାଧାରଣଙ୍କୁ ସମ୍ବୋଧନ କରିବେ। ଭାରତ ଟେକ୍ସ 2025 ହେଉଛି ଏକ ବିରାଟ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ। ଗତ 14 ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଶେଷ ହେବ। କଞ୍ଚାମାଲ, ପ୍ରସ୍ତୁତ ହୋଇଥିବା ଉତ୍ପାଦ ଏବଂ ଉପକରଣଗୁଡ଼ିକର ସମସ୍ତ ବୟନଶିଳ୍ପ ମୂଲ୍ୟ ଶୃଙ୍ଖଳା ଗୋଟିଏ ସ୍ଥାନରେ ଉପଲବ୍ଧ ହେଉଛି। ଏହି ବୟନ ମେଳାରେ 70ରୁ ଅଧିକ ଅଧିବେଶନ, ଦଳଗତ ଆଲୋଚନା ଏବଂ ପ୍ରଶିକ୍ଷଣ ଆଦି ଅନ୍ତର୍ଭୁକ୍ତ। ଏହି ପ୍ରଦର୍ଶନୀରେ ନବସୃଜନ ଓ ଷ୍ଟାର୍ଟଅପ୍ ପାଇଁ ସ୍ୱତନ୍ତ୍ର ପାଭିଲିୟନ ନିର୍ମାଣ କରାଯାଇଛି। ଅଗ୍ରଣୀ ନିବେଶକଙ୍କ ମାଧ୍ୟମରେ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ପାଣ୍ଠି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ ଓ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ପରିଚାଳନା ଅଧିକାରୀ, 5,000ରୁ ଅଧିକ ପ୍ରଦର୍ଶକ, 120ରୁ ଅଧିକ ଦେଶରୁ 6,000 ଆନ୍ତର୍ଜାତୀୟ କ୍ରେତା ଓ ବିକ୍ରେତା ଯୋଗ ଦେଉଛନ୍ତି। ଏଥିରେ ବିଶ୍ୱର 25ରୁ ଅଧିକ ବୟନଶିଳ୍ପ ସଂସ୍ଥା ଏବଂ ଏ ସମ୍ପର୍କିତ ସଂଗଠନ ଅଂଶଗ୍ରହଣ କରୁଛନ୍ତି। ଆସାମର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ପ୍ରଥମ ଥର ପାଇଁ ଏହି ଅଧିବେଶନ କୋକ୍ରାଝରଠାରେ ବସିବ। ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି, କୋକ୍ରାଝରଠାରେ ବିଧାନସଭା ଅଧିବେଶନ ବସିବା ରାଜ୍ୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାତାବରଣକୁ ପ୍ରତିଫଳନ କରୁଛି। ଅଧିବେଶନର ପ୍ରଥମ ଦିନରେ ଆସନ୍ତାକାଲି ରାଜ୍ୟପାଳ ତାଙ୍କର ଅଭିଭାଷଣ ପ୍ରଦାନ କରିବେ। ତେବେ ଅଧିବେଶନର ପରବର୍ତ୍ତୀ ବୈଠକ ଗୌହାଟୀଠାରେ ବସିବ ବୋଲି ସେ ସୂଚନା ଦେଇଛନ୍ତି। ବଜେଟ୍ ଅଧିବେଶନ ଆସନ୍ତା ମାସ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗୁଜରାଟର ସ୍ଥାନୀୟ ସଂସ୍ଥା ନିର୍ବାଚନରେ
ମତଗ୍ରହଣ ଜାରି ରହିଛି। ସକାଳ 7ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6ଟା ଯାଏ ଚାଲିବ। ଭୋଟ ଗଣତି ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ। ଜୁନାଗଡ଼ ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଥିବା 66ଟି ମ୍ୟୁନିସିପାଲିଟି, 3ଟି ତାଲୁକା ପଞ୍ଚାୟତ ସହିତ କେତେକ ସ୍ଥାନରେ ମଧ୍ୟବର୍ତ୍ତୀକାଳୀନ ଏବଂ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ମୋଟ 5,084 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 2,178 ଆସନ ମଧ୍ୟରୁ 170ଟି ସ୍ଥାନୀୟ ସଂସ୍ଥା ପାଇଁ 213 ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ଅବାଧ ଓ ଶାନ୍ତି ଶୃଙ୍ଖଳା ନିର୍ବାଚନ ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ 10,000 ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସ ଆଜି ତା'ର 78ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ପରିପ୍ରେକ୍ଷୀରେ କିଙ୍ଗସ୍ୱେ କ୍ୟାମ୍ପ ପ୍ୟାରେଡ୍ ପଡ଼ିଆରେ ଆୟୋଜିତ ସମାରୋହରେ ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରା ଏହି ସମାରୋହରେ ଉପସ୍ଥିତ ଥିଲେ। ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ରାୟ ଦିଲ୍ଲୀ ପୁଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶଂସା କରିଥିଲେ। G20 ଶିଖର ସମ୍ମିଳନୀ ଆୟୋଜନ ଏବଂ କୋଭିଡ୍ ମହାମାରୀର ମୁକାବିଲା ଦିଗରେ ଦିଲ୍ଲୀ ପୁଲିସର ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ବୋଲି ମନ୍ତ୍ରୀ କହିଥିଲେ। ଏହାଛଡ଼ା ସାଇବର କ୍ରାଇମ୍ ଏବଂ ଅନ୍ୟାନ୍ୟ ଅପରାଧକୁ ରୋକିବାରେ ଦିଲ୍ଲୀ ପୁଲିସର ପ୍ରମୁଖ ଭୂମିକା ଥିବା ସେ ଉଲ୍ଲେଖ କରିଥିଲେ। केवल संगठित अपराध व साइबर अपराध से निपटने तथा महिलाओं की सुरक्षा को बेहतर बनाने हेतु मजबूत स्तंभ के रूप में कार्य। साइबर क्राइम की चुनौतियां हैं, लेकिन दिल्ली पुलिस बड़ी तत्परता से इसमें काम कर रही है। ଦିଲ୍ଲୀ ପୁଲିସର ବିଭିନ୍ନ ଶାଖା ପକ୍ଷରୁ ଚିତ୍ତାକର୍ଷକ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସାଇବର ଅପରାଧ ଏବଂ ସୁରକ୍ଷା ସମ୍ପର୍କିତ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଉତ୍ତରାଖଣ୍ଡର ଭାରତ ତିବ୍ବତ ସୀମାରେ ଥିବା ଚାମୋଲି ଗିରିପଥ ପର୍ଯ୍ୟଟନ ପାଇଁ ଇନର ଲାଇନ୍ ପରମିଟ୍ ନିମନ୍ତେ ଅନଲାଇନ୍ ଟିକେଟ୍ ବୁକିଂ କରାଯାଉଛି। ଜିଲ୍ଲା ପ୍ରଶାସନ ତରଫରୁ ପର୍ଯ୍ୟଟକଙ୍କ ନିମନ୍ତେ pass.chamoli.org ୱେବସାଇଟ୍ ଜାରି କରାଯାଇଛି। ପର୍ଯ୍ୟଟକମାନେ ଏହା ମାଧ୍ୟମରେ ସହଜରେ ମାନା, ରିମଝିମ୍ ଓ ନୀତି ଗିରିପଥ ପରିଦର୍ଶନ କରିପାରିବେ। ଏହି ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ଭାବେ ପରିଗଣିତ ହୋଇପାରିଛି। ଜିଲ୍ଲା ମାଜିଷ୍ଟ୍ରେଟ ସନ୍ଦୀପ ତିୱାରୀ କହିଛନ୍ତି, ପର୍ଯ୍ୟଟକମାନେ ସ୍ଥାନୀୟ ପୁଲିସ ଏବଂ ସ୍ୱାସ୍ଥ୍ୟ ବିଭାଗଠାରୁ ଅନୁମତି ପାଇସାରିଲା ପରେ ଏହି ଯାତ୍ରା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ଦକ୍ଷିଣ ମୁମ୍ବାଇର ମସଜିଦ ବନ୍ଦର ଅଞ୍ଚଳରେ ଥିବା 11 ମହଲା ବିଶିଷ୍ଟ ପାନ୍ନାୱଲ୍ଲୀ ମ୍ୟାନସନ୍ କୋଠାରେ ଅଗ୍ନିକାଣ୍ଡ ହେବା ଫଳରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ 3 ଜଣ ବ୍ୟକ୍ତି ଶ୍ୱାସରୁଦ୍ଧ ହୋଇପଡ଼ିଥିବା ଜଣାପଡ଼ିଛି। ଆହତମାନଙ୍କୁ ଜେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡ ଘଟିବାର କାରଣ ଅଦ୍ୟାବଧି ଜଣାପଡ଼ିନାହିଁ। FIH ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ମହିଳା ବର୍ଗରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯିବ। ସେହିପରି ପୁରୁଷ ବର୍ଗର ଏକ ମ୍ୟାଚ୍ରେ ଭାରତ ସ୍ପେନ୍ ମଧ୍ୟରେ ଭୁବନେଶ୍ୱରଠାରେ ମୁକାବିଲା ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ମହମ୍ମଦାନ SC ଏବଂ ଇଷ୍ଟ ବେଙ୍ଗଲ FC ମଧ୍ୟରେ ମୁକାବିଲା ହେବ। କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ଟାରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ମୋହନ ବାଗାନ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। କୋଚିର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ମୋହନ ବାଗାନ ସୁପର ଜାଏଣ୍ଟସ୍ କେରଳ ବ୍ଲାଷ୍ଟର୍ସ FCକୁ 3-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ମୋହନ ବାଗାନ 21ଟି ମ୍ୟାଚ୍ରୁ 49 ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି। FC ଗୋଆ 20ଟି ମ୍ୟାଚ୍ ଖେଳି 39 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଚେନ୍ନାଇଠାରେ ଅନୁଷ୍ଠିତ ଗତକାଲିର ଅନ୍ୟ ଏକ ମ୍ୟାଚ୍ରେ ଚେନ୍ନାଇଆନ୍ FC 2-1 ଗୋଲ୍ରେ ପଞ୍ଜାବ FCକୁ ପରାସ୍ତ କରିଛି। ପଞ୍ଜାବ ତାଲିକାର 9ମ ସ୍ଥାନରେ ଥିବାବେଳେ ଚେନ୍ନାଇଆନ୍ 10ମ ସ୍ଥାନରେ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣାରେ ତଦନ୍ତ କମିଟି ଗଠିତ। ଏହି ଘଟଣାରେ 18 ଜଣଙ୍କର ମୃତ୍ୟୁ। ନୂଆଦିଲ୍ଲୀରେ ଆଦି ମହୋତ୍ସବ 2025 ଆଜି ଉଦ୍ଘାଟନ କରିବେ ରାଷ୍ଟ୍ରପତି। ଭାରତ ଟେକ୍ସ 2025ରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଗୁଜରାଟର ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ଚାଲିଛି ମତଗ୍ରହଣ। ଏବଂ ଦିଲ୍ଲୀ ପୁଲିସ ଆଜି ପାଳନ କରୁଛି ତା'ର 78ତମ ପ୍ରତିଷ୍ଠା ଦିବସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।